ଜାତୀୟ ଖାଦ୍ୟ ତେଳତାଳ ଅଭିଯାନ। ଅନୁଗୁଳ ଜିଲ୍ଲା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଉଦ୍ୟମରେ ଉଦ୍ୟାନ କୃଷି ଉପ ଅଧିକାରୀ ଅନୁଗୁଳ ଏବଂ ତୁମ୍ବାଲା ଏଗ୍ରୋ ପ୍ରଡକ୍ଟର ମିଳିତ ସହଯୋଗରେ ଜାତୀୟ ଖାଦ୍ୟ ତେଳତାଳ ଅଭିଯାନ ତଥା ତେଳତାଳ ଚାଷ କୌଶଳ ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସାରା ଓଡ଼ିଶାର ବର୍ତ୍ତମାନ 24ଟି ଜିଲ୍ଲାରେ ତେଳତାଳ ଚାଷ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅଭିଯାନ ଚାଲିଥିବା ବେଳେ ସେ ମଧ୍ୟରୁ ଅନୁଗୁଳ ଜିଲ୍ଲା ଅନ୍ୟତମ। ଜାତୀୟ ଖାଦ୍ୟ ତେଳତାଳ ଚାଷ କରିବା ପାଇଁ ଜିଲ୍ଲାରେ ପ୍ରଥମ ବର୍ଷ 200 ହେକ୍ଟର ଚାଷ କରିବା ପାଇଁ ନିଶ୍ଚିତ କରୁଥିବା ଜଣାଇଛନ୍ତି ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ଅମ୍ବର ଲୁଗୁନ। ଆଜିର ଏହି ଶିବିରରେ ତୁମ୍ବାଲା ଏଗ୍ରୋ ନିର୍ବାହୀ ଅଧିକାରୀ ମନୋଜ ଦାସ ତେଳତାଳର ରୋପଣ, ରକ୍ଷଣାବେକ୍ଷଣ, ଉପକାରିତା, ଲାଭାଂଶ ଏବଂ ସରକାରଙ୍କ ପାଖରୁ ମିଳୁଥିବା ଅନୁଦାନ ସମ୍ବନ୍ଧୀୟ ସୂଚନା ଦେଇଥିଲେ। ଉକ୍ତ ଶିବିରରେ ଜିଲ୍ଲାପାଳ ସମେତ ଉଦ୍ୟାନ ବିଭାଗ, ଓରମାସ, ଓଏଲଏମଏସ, ପିଡିଡିଆରଡିଏ, ମିଶନ ଶକ୍ତିର ଏପରି ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ବ୍ୟୁରୋ ରିପୋର୍ଟ, ସନ୍ଧାନ ନ୍ୟୁଜ।